ଆପଣଙ୍କ କଥା ଦେଶ ଦୁନିଆର କଥା ଆଜି ହିଁ ପଢ଼ନ୍ତୁ ବାସ୍ତବ କଥା। ସର୍ବପୁରାତନ ଏବଂ ସର୍ବବୃହତ ହସ୍ପିଟାଲ ଏସିବି ମେଡିକାଲ କଲେଜ ହସ୍ପିଟାଲ ଓଡ଼ିଶା ଷ୍ଟେଟ୍ ର ତାର ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ସରକାର ଦେଇଛନ୍ତି। ତେଣୁ ଏ ଦାୟିତ୍ୱ ପରିଚାଳନା କରିବା ପାଇଁ ପ୍ରଥମେ ମୋର ଦାୟିତ୍ୱ ଏଠି କଣ ଅଛି, କଣ କାମରେ କୋଉଠି କୋଉଠି ବାଧାବିଘ୍ନ ରହୁଛି ସେ ସବୁ ଜାଣିବାକୁ ଟିକେ ସମୟ ଲାଗିବ ଏବଂ ସବୁ ଜାଣିଲା ପରେ ସୁଚାରୁ ରୂପେ କେମିତି ସେଗୁଡ଼ିକ ପ୍ରତିପାଦିତ କରାଯିବ ତାର ବ୍ୟବସ୍ଥା କରାଯିବ। ପେସେଣ୍ଟ କେୟାର ଗୋଟେ ବଡ ପାଇ ଆସିବ, ସେଇଟା ସାର୍ କେମିତି ତାକୁ କେମିତି ପେସେଣ୍ଟ କେୟାର ଡେଫିନେଟଲି କୌଣସି ବି ହସ୍ପିଟାଲର ପ୍ରଥମ କାମ ଆମର ହଉଛି ଡାକ୍ତର ମାନଙ୍କର ପେସେଣ୍ଟ କେୟାର। ତ ପେସେଣ୍ଟ କେୟାରରେ ବହୁତ ଗୁଡିଏ ଅଲରେଡି ସୁବିଧା ସୁଯୋଗ ଫ୍ୟାସିଲିଟି ବଢେଇବା ସାଙ୍ଗରେ ଯାହା ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ସରକାର ଟାଇମ ଟୁ ଟାଇମ କରି ଯାଉଛନ୍ତି ଏବଂ ତେଣୁ କରି ଯାଉଛନ୍ତି ସରକାର ଟାଇମ ଟୁ ଟାଇମ ଏବଂ ଆମେ ମାନେ ବି ସେଇଟାକୁ ସୁଚାରୁ ରୂପେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଆଉ ଯେମିତି ଲୋକଙ୍କ ପାଖରେ ସେ ସୁବିଧା ପହଞ୍ଚି ପାରିବ ତାର ବ୍ୟବସ୍ଥା କରୁଛେ। ଆଗକୁ ଯଦି ଆହୁରି ସେଠି ଆହୁରି ସୁରୁଖୁରୁରେ ଏବଂ ଆହୁରି ସ୍ମୁଥ ୱେରେ ସେଗୁଡ଼ିକୁ ମ୍ୟାନେଜ କରିବ ତାର ବ୍ୟବସ୍ଥା କରିବାକୁ ଆମେ ନିଶ୍ଚିତ ଚେଷ୍ଟା କରିବୁ। ଆପଣଙ୍କ କଥା ଦେଶ ଦୁନିଆର କଥା ଆଜି ହିଁ ପଢ଼ନ୍ତୁ ବାସ୍ତବ କଥା। ଡାକ୍ତର ମାନଙ୍କର ଟାଇମ ଟେବୁଲକୁ ନେଇକି ଅନେକ ସମୟରେ ରୋଗୀ ମାନେ ପ୍ରଶ୍ନ ଉଠାନ୍ତି ବା ରୋଗୀଙ୍କ ସମ୍ପର୍କୀୟ ମାନେ ଯେଉଁମାନେ କି ସମୟ ସାରଣୀ ରହୁନାହାନ୍ତି, ତାଙ୍କ ଆସିବା ସମୟ ତ ଠିକ ରହୁଛି, ଯିବା ସମୟ କିନ୍ତୁ ବହୁତ ଜଲ୍ଦି କରୁଛନ୍ତି। ତ ଏ ପ୍ରକାରର କମ୍ପ୍ଲେନ ଆଲିଗେସନ କିଛି ମାତ୍ରାରେ ଆମେ ମଝିରେ ଶୁଣୁଛେ, କିନ୍ତୁ ତାର ସତ୍ୟାସତ୍ୟ ଭଲ ଭାବରେ ନ ଜାଣିକି ସେ ବିଷୟରେ କମେଣ୍ଟ ଦେବାଟା ମୁଁ ଠିକ ବୋଲି ଭାବୁନାହିଁ। ମତେ ଜମା ଆଶା ନାହିଁ ଯେ ଡାକ୍ତରଖାନାର କୌଣସି ଗୋଟେ ବିଭାଗରେ ଜମା ଡାକ୍ତର ରହୁନାହାନ୍ତି କି ଡାକ୍ତର କୁଆଡେ ପଳଉଛନ୍ତି ଏଇଟା ସତ୍ୟ ହେଇଥିବ। ଏଇଟା ସତ କଥା ଯେ ଯେତିକି ମାତ୍ରାରେ ରହିବା କଥା କୋଉ ସମୟରେ ତାଠୁ କମ ଥାଇପାରନ୍ତି। ଏଇଟା ସତ କଥା ଯେ ଯୋଉ ଡାକ୍ତରଙ୍କୁ ଖୋଜୁଥିବେ ସେଇ ଡାକ୍ତରଙ୍କୁ ପାଇପାରୁନଥିବେ। ଏଇଟା ସତ କଥା ଯେ କିଛିଟା କୌଣସି ମାତ୍ରାରେ ବିଳମ୍ବ ହେଇଯାଇଥିବ। ପିଜି ଛାତ୍ରଛାତ୍ରୀ ରହୁଛନ୍ତି କିନ୍ତୁ ଏସଆର ମଧ୍ୟ ଦେଖିବାକୁ ମିଳେ ରହୁନାହାନ୍ତି, ପ୍ରାଇଭେଟ ପ୍ରାକ୍ଟିସ ପାଇଁ ପଳଉଛନ୍ତି ତାକୁ ମତେ ଟିକେ ସମୟ ଲାଗିବ, ମୁଁ ସେ ଜିନିଷକୁ ଦେଖିବି। ଆଉ ଆପଣ ମାନେ ଯେହେତୁ ଏ ଜିନିଷ ପବ୍ଲିକ ର ଭଲ ପାଇଁ ଏଗୁଡିକ ଆମ ଆଗକୁ ସମ୍ମୁଖକୁ ଆଣିଛନ୍ତି, ମୁଁ କେମିତି ସେଇ ଜିନିଷ ସୁଧାର ହେଇପାରିବ ତାର ବ୍ୟବସ୍ଥା କରିବାକୁ ଚେଷ୍ଟା କରିବି। ସାର୍ କିଛି ଦିନ ପୂର୍ବେ ଗୋଟେ ଘଟଣା ଘଟିଲା, ଫାୟାର ସେଫ୍ଟି ଗୋଟେ ବଡ ପ୍ରଶ୍ନ ବର୍ତ୍ତମାନ ଏସିବି ସେଥିରେ କେମିତି ଯତ୍ନବାନ ହବ ଏସିବି ଆଉ କେମିତି ପଦକ୍ଷେପ ଗ୍ରହଣ କରିବ? ଯାହା ତ ହେଇଗଲା ସେଥିରେ ଗୋଟେ ଦୁଃଖଦ ଘଟଣା ଏବଂ ଦୁର୍ଘଟଣା, କିନ୍ତୁ ଦୁର୍ଘଟଣା ନ ହବା ପାଇଁ ଯାହା ଷ୍ଟେପ ନେବା କଥା ଆମେ ତାକୁ କେତେ ଭଲ ଭାବରେ ନେଇପାରିବା, ଆଉ ଦୁର୍ଘଟଣା ହେଇଗଲା ପରେ ତାକୁ ମ୍ୟାନେଜ କରିବା ପାଇଁ ଆମେ କେମିତି ସଜାଗ ରହିବା, ସେ ଦୁଇଟି ଜିନିଷକୁ ଆମେ ଯେତିକି ହେଇଛି ତାଠୁ ଅଧିକା ଇମ୍ପ୍ରୁଭମେଣ୍ଟ କିମ୍ବା ଅଧିକା ଲେଭେଲର ରେଡିନେସ୍ କେମିତି ଆମ ଭିତରେ ରହିବ ସେଇଟା ଆମେ ଚେଷ୍ଟା କରିବା। ଆପଣଙ୍କ କଥା ଦେଶ ଦୁନିଆର କଥା ଆଜି ହିଁ ପଢ଼ନ୍ତୁ ବାସ୍ତବ କଥା। ചേട്ടാ ഒരു ചായ. ଆପଣଙ୍କ କଥା ଆମ ସମସ୍ତଙ୍କ କଥା, ସମ୍ବାଦପତ୍ର ବାସ୍ତବ କଥା।